জয় জগন্নাথ। ନା ଅମୂଲ୍ୟ କୁମାର ଦାସ ମୋର ମୁଁ ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ଆସିଛି। ମୁଁ ଜୟ ଜଗନ୍ନାଥ ସ୍ୱାମୀ ନୟନ ପ୍ରଥମେ ଭବ ତୁମେ। ମୋର ବହୁତ ପ୍ରକାର ଅନୁଭୂତି ଅଛି। ମୁଁ 2 ମାସକୁ 3 ମାସକୁ ପ୍ରାୟ ମୁଁ ପୁରୀ ଆସେ, କିନ୍ତୁ ବହୁତ ଦୁଃଖର ସହିତ ଠାକୁରଙ୍କୁ ଡାକେ। ମୋ ଠାକୁର ମୋ କଥା ବହୁତ ଶୁଣନ୍ତି। ଅନୁଭୂତି ବହୁତ ପ୍ରକାର ଅନୁଭୂତି ମଧ୍ୟରେ ପ୍ରଥମ ଅନୁଭୂତି ହେଉଛି ସେ ଦିନର ଥିଲା 2015 ମସିହା ମେ 15 ତାରିଖ, ମେ 29 ତାରିଖ। ମୋର ପୁଅ ଜଣେ 17 ବର୍ଷର ପୁଅରୁ ହଠାତ୍ ଏକ୍ସପାର୍ଟ କରିଗଲା। 4 ଦିନ ଥିଲା ବ୍ଲଡ଼ କ୍ୟାନ୍ସର ହେଇଥିଲା, ଏକ୍ସପାର୍ଟ କରିଗଲା। ତାପରେ ଆମେ ସାଙ୍ଗସାଥି ବହୁତ ଅନୁରୋଧ କ୍ରମେ ଜଣେ ପୁଅ ଜଣେ ଝିଅ ଥିଲେ। ପୁଣି ଆମେ ପିଲା ଚାହିଁବାରୁ ଆମେ ବର୍ଷେ ପରେ ଏପ୍ରିଲ 26 ତାରିଖରେ 2016 ମସିହା ଏପ୍ରିଲ 26 ତାରିଖରେ ପୁଣି ଜାଆଁଳ ପୁତ୍ର ଜନ୍ମ ହେଲେ। ଜାଆଁଳ ପୁତ୍ର ଜନ୍ମ ହେଲେ ସତ, କିନ୍ତୁ ସାନ ପିଲାଟାର ପିଠିରେ ଟ୍ୟୁମର ଏବଂ ତାର ଦୃଷ୍ଟିଶକ୍ତି ଖୁବ୍ କମ୍। ତାପରେ ଆମେ ଡକ୍ଟର ଦେଖିଲୁ। ଡକ୍ଟର ଆସ୍ତେ ଆସ୍ତେ 2 ମାସକୁ 3 ମାସକୁ 4 ମାସକୁ ପଟିଆ ଯାଇଲୁ। ପିଠି ଅପରେସନ୍ ବି ଏଇ 2 ବର୍ଷ ତଳେ ହେଇଛି। ଠାକୁରଙ୍କୁ ଡାକି ଡାକି ଆମେ ପିଠି ଅପରେସନ୍ ସାରିଛୁ। ବର୍ତ୍ତମାନ ଆଖି ଦୃଷ୍ଟିଶକ୍ତି ଗତକାଲି ବି ଆମେ ଆସିଲୁ ପଟିଆରୁ, ଡାଇରେକ୍ଟ ଆସି ଏଟାକୁ ଆସିଛି। ସେ ବି ପିଲା ଆଖିର ଉନ୍ନତି ଟିକେ କଲାନି, ଆଉ କିଛି ଅସୁବିଧା ନାହିଁ। ତେଣୁ ମହାପ୍ରଭୁଙ୍କୁ ଡାକିଲେ ସେ ନିଶ୍ଚୟ ଶୁଣିବେ। କାହାରି ସେ ଦୟାର ସାଗର, ଭାବର ଠାକୁର ସେ। ଆଉ ମୋ ଦ୍ୱିତୀୟ ଅନୁଭୂତି ହେଉଛି ଏଇ ମାସରେ ମୁଁ ପ୍ରତି ଏକାଦଶୀ ବ୍ରତ କରେ। ଏକାଦଶୀ ବ୍ରତରେ ଥରେ ବାଲିଆପାଳ ଯାଉଥିଲି, ରାସ୍ତାରେ ମୋର ମୋବାଇଲ ଗୋଟେ ଖସି ପଡ଼ିଥିଲା। ଛୁଆ ଧରିଥିଲା, ମାନେ ଧୂଳୁ ପକାଇଦେଲା ତଳକୁ। ଆମେ 2 କିଲୋମିଟର 2.5 କିଲୋମିଟର ରାସ୍ତା ଚାଲି ଆସିଥିଲୁ। ଗଲାବେଳକୁ ସେ ରାସ୍ତାରେ ହିଁ ମୋବାଇଲଟା ପଡ଼ିଛି। ଶହ ଲୋକ ରାସ୍ତା ପଟେ ଯାଉଛି, ରାସ୍ତାରେ ମୋବାଇଲଟା ପଡ଼ିଛି। ଆମେ କେବଳ ବାଲିଆପାଳରେ ସେ ଜଗନ୍ନାଥ ମନ୍ଦିରକୁ ଯିବା ବୋଲି ମନରେ ଭାବି ଯାଇଥିଲୁ, କି ଜଗନ୍ନାଥ ମନ୍ଦିରକୁ ଯାଇପାରିଲୁ ନାହିଁ ଯୋଗୁଁ ମୁଁ ଭାବିଲି ଯେ ଜଗନ୍ନାଥ ମୋତେ ଏମିତି ଗୋଟେ ସୃଷ୍ଟି କଲେ, ଯାହାକି ମୋତେ ହଇରାଣ କରିବା ପାଇଁ ସୃଷ୍ଟି କଲେ। କିନ୍ତୁ ତାପରେ ଠାକୁରଙ୍କୁ ଡାକି ଗଲି ଯେ ପ୍ରଭୁ, ମୋବାଇଲ ନ ପଡ଼ିଲେ ମୁଁ ତ ଆଉ ମୋତେ ଯିବା ପାଇଁ ବି ମୋତେ ଇଚ୍ଛା ହେବନି। କ'ଣ କରିବି? ମୋତେ ସାଙ୍ଗେ ସାଙ୍ଗେ ଗାଡ଼ିରେ ଜଣେ ଲୋକକୁ ବସାଇ ଆଉ ଗୋଟେ ମୋବାଇଲରେ ରିଙ୍ଗ କରିକି ଗଲୁ। ରାସ୍ତା ଉପରେ ଶହ ଲୋକ ଚାଲିଛନ୍ତି, କିନ୍ତୁ ମୋବାଇଲଟା ରିଙ୍ଗ ହେଉଛି। ଆମେ ଯାଇ ମୋବାଇଲଟା ପାଇଲୁ। ଏହି ହେଉଛି ମୋର ଅନୁଭୂତି। ଜୟ ଜଗନ୍ନାଥ ଟିଭି ଦେଖନ୍ତି? ଆଜ୍ଞା, ଦେଖେ। ମୋବାଇଲରେ ବେଶୀ ସମୟ ଦେଖେ। ମୁଁ ଯାହା ରାସ୍ତାରେ ଯାଏ, ରାସ୍ତାରେ ହରିନାମ କରେ, ମୋବାଇଲରେ ମୁଁ ଦେଖେ ବେଶୀ ସମୟ। ଧନ୍ୟବାଦ। ଜୟ ଜଗନ୍ନାଥ।